हरि ओम भूर्भुवस्सुवः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानंद मयं हरि सर्वघटेज अच्युत तस्य पदे नमाम्यहम्। तस्य पदे नमाम्यहम्। बोलिए महापुरुष अच्युतानंद जी की जय। शुद्धि जनी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचन आलोचना करने जाऊँगी कलिजुग शेष ही सत्यजुग आसबार संकेत मान सब कौन सत्यजुग आसीगला बोली आमे केमिति जानिबा। अच्युतानंद महापुरुष को शिष्य रामचंद्र पचारे ही गुरुदेव कलिजुग शेष होबार अनेक लक्षण अनेक संकेत मान आपण मते कही किंतु सत्यजुग आसीगला बोली आमे केमिति जानिबा। अच्युतानंद कहले बाबू रे कहले बोलंती अच्युत यही गुप्त तत्व तो आगे परचे मोही तो आगे परचे मुही हे सुजाने तो आगे परचे मुही बात सुतंकर एव महाधाम भार्गवी कोड़े जाई सोण सुजाने गुणी बेल काल आसी लाणी हे सुण सुजने गुणी। अच्युतानंद कहले राम रे बोलंती अच्युत यही गुप्त ये बहुत गुप्त कथा कारण भविष्य तो गुप्त ना भविष्यटा गुप्त अतीतटा गुप्त नुह वर्तमानटा गुप्त नुह गुप्त जोड़ा अजଣା आगू हटिबाकू थिबो भविष्य तेणु से ये गुप्त तत्व बहुत तो आगे मु कहूँ जे किंतु समस्त आगे प्रकाश करिबो नहीं ना कौन गुरुदेव कहूना सत्यजुग आसीगला बोली आम जाना केमिति संकेत मान कहतु कहले महावीरंकर प्रसाद होइब भार्गवीर अंतराळे भार्गवीर अंतराळे हे सुजने भार्गवीर अंतराळे साक्षर ग्राम नाम विकसिब बोक्षर ग्राम स्थली सोण सुजने गुणी बेल काल आसी लाणी हे सुण सुजने गुणी। कहले से भार्गवी कूल जेते बेले हनुमानंकर मंदिर निर्माण हेबो महावीर जेतेबेले प्रतिष्ठा हेबे जानिबु सत्यर आगमन संसार हिगला बोली सत्य जुगर आगमन हिगला बोली जानिबु सत्य प्रवेश हिगला संसार रे आ महावीरंकर प्रसाद होइब भार्गवीर अंतराळे कहले सेठी महावीरंकर प्रसाद हेबो सक्षर ग्राम नाम विकसिब बक्षर ग्राम स्थले मालिकार नाम कौन आपण भी तो कही पारती ये मनरू कहीदे ना मालिकार ये लेखा अच्छी बा लेखा अच्छी अनेक मत प्रश्न कले जे जुग परिवर्तन हबारे
ଆପଣ 24 ରାଜନୀତି କଥା କହୁଥିଲେ ଯେ ଅମକେଇ ସମକେଇ ହେବ। ହଁ 13 ପୁରୁଷ ଶାସନ ପରେ ତାପରେ ଯିଏ ଆସିବେ ମହାପୁରୁଷ ଲେଖିଥିଲେ ଓଡ଼ିଶା ଶାସନ ଆଦୌ ଛାଡ଼ିବ, ଦିଲ୍ଲୀ ଦରବାର ତାପରେ ଯିବ। ଆମେ କହିଛୁ 13 ପୁରୁଷ 30ଟା ବଂଶ ଦିଲ୍ଲୀ ସିଂହାସନ ଶାସନ କରିବ। 30ଟା ବଂଶ ବର ପାଇଥିଲା ତ୍ରେତା ଯୁଗରେ ଏବଂ ଓଡ଼ିଶା ସିଂହାସନ ଆଗେ ଛାଡ଼ିଦେବ। ଓଡ଼ିଶା ସିଂହାସନ ଛାଡ଼ିଦେଲେ 1999 ମସିହା ଅକ୍ଟୋବର 29 ତାରିଖରୁ। ତାପରେ ଦିଲ୍ଲୀ ଦରବାର ତାପରେ ଗଲା, ଦିଲ୍ଲୀ ସିଂହାସନ 14 ମସିହାରେ ଚାଲିଗଲା। ତାପରେ ଓଡ଼ିଶାର ରାଜନୀତିକି କିଏ ଆସିବ? ଅଚ୍ୟୁତାନନ୍ଦ ଲେଖିଥିଲେ ମାଳିକାରେ, ବିବେକୀ ହୋଇବ ବିଜୟାନନ୍ଦ, ବିରାଟ ନରେଶ ଜାଣେ ଛନ୍ଦ, ବଳେ ଓଡ଼ିଶାରେ ଧନୀ ହୋଇବ, ବଳେ କୌଶଳେ ଉଡ଼େଇ ନେବ, ବଳେ ଅପଯଶ ପାଇ ଯେ ବାରଣ ବେଳକୁ ତାର ପୋଷ୍ୟପ ଦେଶରେ କୀର୍ତ୍ତି ରଖିବ ଯେ। ତାପରେ ନା ସେଇ ସମୟରେ ଜ୍ଞାନୀ ଗୁଣୀ ମଣ୍ଡଳୀ ୟାରି ଭିତରେ ଅଚ୍ୟୁତ ଲେଖିଥିଲେ 13 ଦିନିଆ ଯେ ପକ୍ଷ ହୋଇବ, 23 ଥର ପକ୍ଷ କ୍ଷୟଯିବ, ତେଲେଙ୍ଗା ଦଳ ଝସାଇବ। 5-6 ବର୍ଷ ହେଲାଣି, 10 ବର୍ଷ ହେଲାଣି ତେଲେଙ୍ଗା ଦଳ ଝସାଇବ। ଶୁଣାନ୍ତି କି? କଟକ ଆପଣ ଦେଖିବେ, କଟକରେ କଟକ ଦେଖନ୍ତୁ, ଭୁବନେଶ୍ୱର ଦେଖନ୍ତୁ, ସବୁ ଜାଗାରେ ଦେଖନ୍ତୁ ତେଲେଙ୍ଗା ଶାସନ ଚାଲିଥିଲା ଅନେକ ଦିନ ଧରି। କିନ୍ତୁ ୟା ପରେ ପରିବର୍ତ୍ତନ ହେବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଥିଲେ। ତେଣୁ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ଇଏ ଯୁଗ ପରିବର୍ତ୍ତନ ହେଉଛି ସଂକେତ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସତ୍ୟ ଜାନେ ଜ୍ଞାନୀ ଗୁଣୀ ମଣ୍ଡଳୀ। କଳି ଯୁଗ ସରି ସତ୍ୟ ଯୁଗ ଆସିଗଲା ବୋଲି ତାର ସଂକେତ କ'ଣ କହିଲେ? ସଅକ୍ଷର ଗ୍ରାମ ନାମ ବିକଶିବ ପଅକ୍ଷର ଗ୍ରାମ ସ୍ଥଳୀ। ଏଇ ଗ୍ରାମରେ ଭାର୍ଗବୀ ନଦୀ କୂଳରେ ଯେତେବେଳେ ହନୁମାନଙ୍କର ମନ୍ଦିର ନିର୍ମାଣ ହେଇ ପ୍ରଭୁ ବୀର ବଜରଙ୍ଗ ବାଲି ପ୍ରତିଷ୍ଠା ହେଇଯିବେ, ଚାଲିବ ସତ୍ୟର ଆଗମନ ହେଇଗଲା, ସତ୍ୟ ଯୁଗର ଆଗମନ ହେଇଗଲା। କହିଲେ ଭାର୍ଗବୀ ତୀରରେ ହନୁମାନ ପୁଣ ପୂଜା ହେବେ ଯେଉଁ ଦିନ, ଆଉ ପୂଜା ହେବେ ଯେଉଁ ଦିନ, ହେ ସୁଜନେ ପୂଜା ହେବେ ଯେଉଁ ଦିନ। ଜାଣିବୁ ତୁ 25 ବର୍ଷ ପରେ ସତ୍ୟ ହେବ ଉତ୍ତପର୍ଣ୍ଣ। ଶୁଣ ସୁଜନେ ଗୁଣୀ ବେଳ କାଳ ଆସିଲାଣି, ହେ ଶୁଣ ସୁଜନେ ଗୁଣୀ। ଭାର୍ଗବୀ ତୀରରେ ହନୁମାନ ପୁଣ ପୂଜା ହେବେ ଯେଉଁ ଦିନ, ଜାଣିବୁ ତୁ 25 ବର୍ଷ ପରେ ସତ୍ୟ ହେବ ଉତ୍ତପନ। ପୂର୍ଣ୍ଣ ସତ୍ୟର ଆଗମନ ହେଇସାରିଥିବ। କେବେ ନା 25 କହିଲେ 25 ବର୍ଷ, ତାର 25 ବର୍ଷ ଭିତରେ ସତ୍ୟ ପୂର୍ଣ୍ଣ ସତ୍ୟର ଆଗମନ ହେଇଯିବ। ବୁଝିଲେ? ଆଉ ସେତେବେଳେ ଅଚ୍ୟୁତାନନ୍ଦ କହିଲେ, ଜାଣନ୍ତି ଭକତ ସକଳ ବୃତ୍ତାନ୍ତ, କେହି କାରେ ନ କହିବେ। ଦିବ୍ୟ ସିଂହ ଦେବ ନୃପତି ଯେ ଥିବ, କେହି ତାରେ ନ ଚିହ୍ନିବେ, ଆଉ କେହି ତାରେ ନ ଚିହ୍ନିବେ, ହେ ସୁଜନେ କେହି ତାରେ ନ ଶୁଣିବେ, କେହି ତାରେ ନ ଚିହ୍ନିବେ, ସୁଜନେ କେହି ତାରେ ନ ଚିହ୍ନିବେ। ଏ ସବୁ କଥା ସାଧାରଣ ଲୋକ ହୁଏତ ଜାଣି ନ ପାରନ୍ତି। କେମିତି ଜାଣିବେ ସାଧାରଣ ଲୋକ? ସକାଳୁ ବିଛଣାରୁ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ କ'ଣ କଲେ? ପେଟ ପ୍ରଯୋଜନ, ସ୍ତ୍ରୀ ପିଲା ଛୁଆ, ରନ୍ଧାବଢ଼ା, ରୋଷେଇବାସ, ଏସବୁ ଧନ୍ଦାରେ ବ୍ୟସ୍ତ ରହିଲେ। ଆମେ ସଂସାର ଜଞ୍ଜାଳରେ ବ୍ୟସ୍ତ ରହିଲେ। ସକାଳୁ ଉଠି ବିଛଣାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସଂସାର କେମିତି ଚଳେଇବା, ପଇସା କେମିତି ରୋଜଗାର କରିବା, ପିଲା ଛୁଆ କେମିତି ମଣିଷ କରିବା, କେମିତି ଧନ କମେଇବା, ଇ ଚିନ୍ତା ତ ବୁଡ଼ି ରହିଲେ ନା। ତେଣୁ ଇ ବିଷୟ ସାଧାରଣ ଲୋକ କେମିତି ଜାଣିବେ? କିନ୍ତୁ ଜାଣିଥିବେ କିଏ? ଅଚ୍ୟୁତ କହିଲେ, ଜାଣନ୍ତି ଭକତ ସକଳ ବୃତ୍ତାନ୍ତ। ଯିଏ ଭକ୍ତ, ପ୍ରଭୁଙ୍କର ଯିଏ ଭକ୍ତ, କଳିଯୁଗରେ ଜନ୍ମ ହେଇଥିବେ, ଇ ସକଳ ବୃତ୍ତାନ୍ତ ସେ ଜାଣନ୍ତି। କିନ୍ତୁ କେହି କାରେ ନ କହିବେ, କେହି କାହାକରେ କହୁନଥିବେ। କାହିଁକି ନା କହିଲେ ଲୋକମାନେ ଅଟ୍ଟହାସ୍ୟ କରିବେ, ଲୋକମାନେ କ'ଣ ଟାହିଟା ପରା କରିବେନି କି? ଆଉ ସେଇଥିପାଇଁ କହିଲେ, ଦିବ୍ୟ ସିଂହ ଦେବ ନୃପତି ଯେ ଥିବ, କେହି ତାରେ ନ ଚିହ୍ନିବେ। ଚିହ୍ନି ପାରିବେ ନାହିଁ ସମସ୍ତେ ତାଙ୍କୁ। କହିଲେ
ଜାଣିବୁ ଯବନ ନାଶ ଯିବେ ସରବ ସତ୍ୟ ଯୁଗ ବିକଶିବ ଗୁରୁ ଗୋବିନ୍ଦଙ୍କ ଦର୍ଶନ ମିଳିବ ପୂର୍ବ ଭାଗ୍ୟ ଯାର ଥିବ ଆଉ ପୂର୍ବ ଭାଗ୍ୟ ଯାର ଥିବ ହେ ସୁଜନେ ପୂର୍ବ ଭାଗ୍ୟ ଯାର ଥିବ ପୂର୍ବ ଭାଗ୍ୟ ଯାର ଥିବ ହେ ସୁଜନେ ପୂର୍ବ ଭାଗ୍ୟ ଯାର ଥିବ। ଜ୍ଞାନୀ ଗୁଣୀ ମଣ୍ଡଳୀ ଏ କଥାକୁ ଭଲ ରୂପେ ଆମେ ତର୍ଜମା କରିବା। କେମିତି ତର୍ଜମା କରିବା ନା ବର୍ତ୍ତମାନ ସାମାଜିକ ବ୍ୟବସ୍ଥାକୁ ଦେଖିବା। ବର୍ତ୍ତମାନ ସମୟଟା କୁଆଡ଼କୁ ଯାଉଛି, ବର୍ତ୍ତମାନ ସମାଜର ନୀତିଗତି କେମିତି ଚାଲିଛି, ସମାଜର ଶୃଙ୍ଖଳା କେମିତି ଚାଲିଛି, ସମାଜର ଲୋକଚରିତ୍ର କେମିତି ଚାଲିଛି, ସମାଜର ବିଧି ବ୍ୟବସ୍ଥା ବର୍ତ୍ତମାନ କେମିତି ଚାଲିଛି। ଏ ସମାଜର ବିଧି ବ୍ୟବସ୍ଥାକୁ ଦୁନିଆର ବିଧି ବ୍ୟବସ୍ଥାକୁ ଯଦି ଆମେ ଲକ୍ଷ୍ୟ କରିବା, ସାମାଜିକ ଚଳନୀକୁ ଯଦି ଆମେ ରକ୍ଷା କରିବା, ତାହେଲେ ଆମେ ନିଶ୍ଚିତ ବୁଝିଯିବା ମାଳିକା ସତ ବୋଲି। କାହିଁକି ଅଚ୍ୟୁତ ଲେଖିଲେ ଜାଣିବୁ ଯବନ ନାଶ ଯିବେ ସର୍ବ ସତ୍ୟ ଯୁଗ ବିକଶିବ ସତ୍ୟ ଯୁଗ ବିକଶିବ ବା ପ୍ରକାଶିବ ଗୁରୁ ଗୋବିନ୍ଦଙ୍କ ଦର୍ଶନ ମିଳିବ ପୂର୍ବ ଭାଗ୍ୟ ଯାର ଥିବ ଗୁରୁ ଗୋବିନ୍ଦଙ୍କର ଦର୍ଶନ ମିଳିବ। ସମସ୍ତେ ଭଗବତ ପଥର ଅନୁସରଣ କରିବେ, ସମସ୍ତେ ଗୁରୁ ଆଶ୍ରିତ ହେବେ, ସମସ୍ତେ ଗୁରୁ କହିଲେ ଅନୁଶାସନ ନିୟମରେ ଚାଲିବେ, ଧାରାରେ ଚାଲିବେ, ନୀତିରେ ଚାଲିବାକୁ ସମାଜରେ ସମସ୍ତେ ପସନ୍ଦ କରିବେ। ଜାଣିବେ ସତ୍ୟ ଯୁଗ ଆସିଗଲା ବୋଲି। ରାତିରେ ଶୋଇଥିବେ, ସକାଳୁ ଉଠିଲା ବେଳେ ପାଟିରୁ ମିଛ ବାହାରିବ ନାହିଁ, ସତ ହିଁ ବାହାରିବ। ଜଣେ ପଚାରିବ ଗୋଟେ କଥା, ଆମର ଇଚ୍ଛା ହେଉଥିବ କହିବା ପାଇଁ ମିଛ, କିନ୍ତୁ ନା ମିଛ କହିବାକୁ ଇଚ୍ଛା ଥିଲେ ମଧ୍ୟ ମିଛ ଆମ ପାଟିରୁ ବାହାରିବ ନାହିଁ, ସତ କହିବା। ଏଭଳି ଘଟଣା ଅସମ୍ଭବ ଲାଗୁଥିଲେ ମଧ୍ୟ ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ସତ ବିଶ୍ୱାସ କରନ୍ତୁ ବା ନ କରନ୍ତୁ। ଅଚ୍ୟୁତ କହିଲେ ବିଶ୍ୱାସରୁ ସିଦ୍ଧି ନାହିଁ ଆଉ ରାମ ଜ୍ଞାନ ଆଉ ଦୃଷ୍ଟି ନାହିଁ ଅବିଶ୍ୱାସ ହେଲେ ମୋଡ଼ ନାଶ ଯିବ ବିଶ୍ୱାସେ ସକଳ ପାଇ ବିଶ୍ୱାସେ ସକଳ ପାଇ ହେ ସୁଜନେ ବିଶ୍ୱାସେ ସକଳ ପାଇ ବିଶ୍ୱାସେ ସକଳ ପାଇ ହେ ସୁଜନେ ବିଶ୍ୱାସେ ସକଳ ପାଇ। ଆମେ ବିଶ୍ୱାସ କଲେ ନ କଲେ କ'ଣ ଭଗବାନଙ୍କର ଯାହା ଇଚ୍ଛା ତା କ'ଣ ପରିବର୍ତ୍ତନ ହେଇଯିବ ନା? ଭଗବାନ ଯାହା ଇଚ୍ଛା କରିଛନ୍ତି, ଭଗବାନଙ୍କ ଆଜ୍ଞା ଯାହା ଅଛି, ଭଗବାନଙ୍କ ନିର୍ଦ୍ଦେଶ ଯାହା ଅଛି, ତାଙ୍କ ଇଚ୍ଛାରେ ସଂସାର ଚାଲିଛି ନୁହେଁ, ସୃଷ୍ଟି ଚାଲିଛି। ତେଣୁ ଆମର ବିଶ୍ୱାସ ଅବିଶ୍ୱାସ ଉପରେ ତାଙ୍କର କିଛି ନାହିଁ, ତାଙ୍କର କୌଣସି ଆଶା ନାହିଁ। ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ମାନନ୍ତୁ ବା ନ ମାନନ୍ତୁ, ଗ୍ରହଣ କରନ୍ତୁ ବା ନ କରନ୍ତୁ ଏ କଥା, କିନ୍ତୁ ମାଳିକା ବଚନ ନ ହୋଇବାନ। ମାଳିକାର ବାକ୍ୟ ଯାହା ଅଟଳ ବାକ୍ୟ ତା କେବେ ମିଛ ହେବ ନାହିଁ, ମହାପୁରୁଷ ଗାରମାଟ ଦେଇଛନ୍ତି, ବୁଝିଲେ। କିନ୍ତୁ ବିଶ୍ୱାସ କଲେ ମଙ୍ଗଳ ହେବ। କାହିଁକି ନା ବେଦମୂର୍ତ୍ତି ତପନିଷ୍ଠ ଯୁଗଦ୍ରଷ୍ଟା ବ୍ରହ୍ମର୍ଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଗୁରୁ ମୋ ଗୁରୁଦେବ ଭବିଷ୍ୟତବାଣୀ କରିଛନ୍ତି, ଗୋଟେ ବହି ଲେଖିଛନ୍ତି ଏକବିଂଶ ଶତାବ୍ଦୀ ଉଜ୍ଜ୍ୱଳ ଭବିଷ୍ୟତ। ଏକବିଂଶ ଶତାବ୍ଦୀ ଉଜ୍ଜ୍ୱଳ ଭବିଷ୍ୟତ ଏ ବହିରେ ଲେଖା ଅଛି 2025 ପରେ ସେ ସମସ୍ତେ ସଂସାର ରହିବେ ନାହିଁ, ସତ୍ୟ ଯୁଗ ପାଇଁ ସମସ୍ତେ ରହିବେ ନାହିଁ। ସତ୍ୟ ଯୁଗ ଯେଉଁ ଆସିବ ସେ ସତ୍ୟ ଯୁଗକୁ ସମସ୍ତେ ରହିବେ ନାହିଁ, ଲେଖିକି ରଖନ୍ତୁ ଏ କଥା, ନହେଲେ କହିବି। କିନ୍ତୁ କେଉଁମାନେ ରହିବେ ନା ବିଶ୍ୱାସ ମିଳଇ ହରି ତର୍କେ ବହୁଦୂର, ଯେ ବିଶ୍ୱାସ କରିବ ଏ କଥା ରହିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଶୁଦ୍ଧି ଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ। ଅବିଶ୍ୱାସ ଯଦି କରିବା ଇଏ ମୂଳରୁ ନାଶ ଯିବା। କାହିଁକିନା ଏଇ କଥା ମାଳିକାର ନାମ ହେଲା 13 ଜନ୍ମ ଶରଣରେ ଅଚ୍ୟୁତାନନ୍ଦ ଲେଖିଲେ, ବୁଝିଲେ। ଆହୁରି ଗୋଟେ ସଂକେତ ଦେଇଛନ୍ତି ପଟ୍ଟା ମଡ଼ାଣରେ, କି ମହାପୁରୁଷ ଶିଶୁ ଅନନ୍ତ। ମହାପୁରୁଷ ଶିଶୁ ଅନନ୍ତ ତାଙ୍କ ଶିଷ୍ୟ ବାରଙ୍ଗ ଆଗରେ ମାଳିକାର ନାମ ପଟ୍ଟା ମଡ଼ାଣରେ କହିଲେ ସତ୍ୟ ଯୁଗ ଆସିବାର ସଂକେତ କ'ଣ ନା ସତ୍ୟ ପ୍ରକାଶିବ କଳ କି ଆସିବ ପତଳା ହୋଇବେ ଜନ ପତଳା ହୋଇବେ ଜନ ହେ ସୁଜନେ ପତଳା ହୋଇବେ ଜନ ଶକୁନ୍ତଳାସି ବନ୍ଦାପନା କରୋ ଥିବେ କଳଙ୍କି ଚରଣ
ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି। ଜ୍ଞାନୀ ଗୁଣୀ ମଣ୍ଡଳୀ ଦେଖନ୍ତୁ କିଭଳି ଦିବ୍ୟ ଦୃଷ୍ଟି ମହାପୁରୁଷଙ୍କର, କିଭଳି ଦିବ୍ୟ ଦୃଷ୍ଟି। କେତେ ବଡ଼ ଯୋଗଜନମାସୀ, କେତେ ବଡ଼ ଯୋଗୀ ସାଧକ ସନ୍ଥ ଥିଲେ ମହାପୁରୁଷ ଶିଶୁ ଅନନ୍ତ। ପଟ୍ଟା ମଡ଼ାଣ ମାଳିକାରେ ତାଙ୍କ ଶିଷ୍ୟ ବାରଙ୍ଗ ଆଗରେ କହୁଛନ୍ତି, ବାବୁରେ ଯୁଗ ପରିବର୍ତ୍ତନ, ସତ୍ୟ ଯୁଗ ଆସିବାର ସଂକେତ ସବୁ କ'ଣ ସମାଜରେ ଆଉ କ'ଣ ଦେଖାଦେବ ନା, ସେତେବେଳେ ଯେତେବେଳେ ସତ୍ୟ ପ୍ରକାଶ ହେବ, ସତ୍ୟ ଯୁଗ ଆସିଯିବ, ଲୋକମାନେ ସେତେବେଳେ ପତଳା ହେବାକୁ ଇଚ୍ଛା କରିବେ। କହିଲେ ପତଳା ହୋଇବେ ଜନ। ଆଜିକାଲି ପତଳା ହେବା ଦୌଡ଼ରେ ସମସ୍ତେ ଆମେ ଦୌଡ଼ୁନାହାନ୍ତି। ଆଗରୁ ଏମିତି ସବୁ ନଥିଲା। ଆଗରୁ ପରିଶ୍ରମ କରୁଥିଲେ, ବିଲରେ ଖଟୁଥିଲେ, ରନ୍ଧାବଢ଼ା କରୁଥିଲେ, ଢିଙ୍କିରେ ଧାନ କୁଟୁଥିଲେ, ନୁହେଁ ଚକିରେ ମୁଗର ଗଡ଼ୁଥିଲେ। ଏସବୁ ପରିଶ୍ରମ ଥିଲା। ଲୋକମାନେ କ'ଣ ଚଳଚଞ୍ଚଳ ହେଇଥିଲେ। କିନ୍ତୁ ଆଜି ପରିଶ୍ରମ ନାହିଁ। ବିଜ୍ଞାନ ଯୁଗରେ, ଆଜି ବିଜ୍ଞାନର ସାହାଯ୍ୟ ସହଯୋଗରେ, ତାର ବ୍ୟବହାରରେ ଆମେ କ'ଣ ବସିଲେ ଗୋଟେ ଜାଗାରେ, ଶରୀର କ'ଣ ହୃଷ୍ଟପୁଷ୍ଟ ହେଲା, ମୋଟା ହେଲେ। କିନ୍ତୁ ଯେତେବେଳେ ଏଇ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ଗ୍ରାସ କଲା ଆମକୁ, ନୁହେଁ ଆଗରୁ ଏତେ ରୋଗ ବୈରାଗ ନଥିଲା ସମାଜରେ, ମଣିଷ ଭିତରେ ଏତେ ରୋଗ ବ୍ୟାଧି ନଥିଲା, ସୁସ୍ଥ ନିରୋଗ ରହି ଦୀର୍ଘାୟୁ ଥିଲେ। ଆଜକୁ ଯଦି 50 ବର୍ଷ ତଳକୁ ଆମେ ଯିବା, 100 ବର୍ଷ ତଳକୁ ଚାଲିଯିବା, କିନ୍ତୁ ହେଇକିନା ଘରେ ଘରେ ରୋଗ, ପ୍ରତି ବ୍ୟକ୍ତି ଠାରେ ରୋଗ, ନୁହେଁ ରୋଗ କାହାର ନାହିଁ ଏମିତି କେହି ଛାତିରେ ହାତ ଦେଇ କହିପାରିବନି, ସମସ୍ତଙ୍କ ଭିତରେ ରୋଗ। ତେଣୁ ସେଇଥିପାଇଁ ମହାପୁରୁଷ କଲା, କାହିଁକିନା ମୋଟା ସୋଟା ହେଲେ। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଭଳି ଶିଶୁ ଅନନ୍ତ କହିଲେ ଯେତେବେଳେ ସତ୍ୟ ଯୁଗ ଆସିଯିବ ତାର ସଂକେତ କ'ଣ, ଲୋକ ସବୁ ପତଳା ହେବାକୁ ଇଚ୍ଛା କରିବେ। ଆଜି ହେବାକୁ ଇଚ୍ଛା କରୁନାହାନ୍ତି କି? ଯୋଗ ବ୍ୟାୟାମ, କିଏ ଯାଇକି ଜିମ୍ରେ ଛାଡ଼େ ପକେଇନ୍ତି ପତଳା ମୁଁ ହେବି, କ'ଣ କରିବି, ସେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛେ। ଆୟୁର୍ବେଦିକ ଠାରୁ ଆରମ୍ଭ କରି କ'ଣ ଜଡ଼ିବୁଟି ଠାରୁ ଆରମ୍ଭ କରି ଏଲୋପାଥି ପର୍ଯ୍ୟନ୍ତ ଆମେ ସବୁ ବ୍ୟବହାର କରୁଛେ ମେଡ଼ିସିନ, କେମିତି ପତଳା ହେବା। ଏ ଲକ୍ଷଣ ଯେତେବେଳେ ଦେଖିବେ ଜାଣିବେ ସତ୍ୟ ଯୁଗର ଆଗମନ ହେଇଗଲା ବୋଲି। ଏଇଭଳି ଭୀମ ଭୋଇ ମଧ୍ୟ କହିଛନ୍ତି ସତ୍ୟ ଯୁଗ ଆଗମନର ସଂକେତ। ଶିଶୁ ଅନନ୍ତ କଥା କହିଲେ, କିନ୍ତୁ ଭୀମ ଭୋଇ କ'ଣ କହିଲେ? କହିଲେ ମନେ ରଖି ରାମ 12 ରାଶି ଗୋରୁ ପୁଷ୍ୟା ନକ୍ଷତ୍ର ଦିନ ପୁଣି ହେବ ସତ୍ୟ ସୁଜନେ ଯେ ସେହି ଦିନ ପୁଣି ହେବ ସତ୍ୟ ସୁଜନେ ଯେ। ମନେ ରଖିଥାଅ ରାମ, ମନେ ରଖିଥାଅ ରେ କଳିଯୁଗର ମଣିଷ, ଯେ 12 ରାଶି ଗୁରୁ ପୁଷ୍ୟା ନକ୍ଷତ୍ର, ବୁଝିଲେ, ଯେଉଁଦିନ ଏ ଯୋଗଟି ପଡ଼ିବ ସେହି ଦିନ ପୁଣି ହେବ ସତ୍ୟ। ସେଇଦିନ ହିଁ କେତେ ପ୍ରକାର କହୁଛନ୍ତି ଦେଖନ୍ତୁ। ଇଏ ସାମାଜିକ ଲକ୍ଷଣ ଦେଖେଇଲେ, ପୁଣି ମଣିଷଟାରେ କି ଲକ୍ଷଣ ଦେଖିଲେ ଆମେ ଜାଣିବା ସତ୍ୟ ଯୁଗ ଆସିଗଲା ବୋଲି। ପୁଣି ନକ୍ଷତ୍ରମାନଙ୍କୁ ଲକ୍ଷ୍ୟ କରି ସେ ସମୟରେ ଗ୍ରହ ସ୍ଥିତି କ'ଣ ଥିବ, ନକ୍ଷତ୍ର ସ୍ଥିତି କ'ଣ ଥିବ, ଭୀମ ବହି ତାକୁ ଲେଖିଦେଲେ। କହିଲେ 12 ରାଶି ଗୁରୁ ପୁଷ୍ୟା ନକ୍ଷତ୍ର, ସେଇଦିନ ହେବ ସତ୍ୟ। ସପ୍ତ ବ୍ରହ୍ମାଣ୍ଡରେ ଜାଣ ସତ୍ୟ ଧର୍ମ କରି ଦେବେ ସ୍ଥାପନ ଯେ ସତ୍ୟ ସତ୍ୟ ଏ ପଦ ପ୍ରମାଣ ସୁଜନେ ଯେ ସତ୍ୟ ସତ୍ୟ ଏ ପଦ ପ୍ରମାଣ ସୁଜନେ ଯେ। ସତ୍ୟ ବ୍ରହ୍ମାଣ୍ଡରେ ଜାଣ ସତ୍ୟ ଧର୍ମ କରି ଦେବେ ସ୍ଥାପନ। ଏ ସପ୍ତ ବ୍ରହ୍ମାଣ୍ଡକୁ ନେଇ ଏ ସଂସାର, ପୃଥିବୀ 7ଟା ବ୍ରହ୍ମାଣ୍ଡ ରହିଛି। ଇଏ ସପ୍ତ ବ୍ରହ୍ମାଣ୍ଡରେ ସତ୍ୟ ଯୁଗର ବାତାବରଣ ଆସିଯିବ ବୋଲି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଭୀମ ଭୋଇ 34ରେ ଆକୁ ଲେଖିଲେ, ବୁଝିଲେ। ତେଣୁ ସେଇଥିପାଇଁ କହିଲେ ଅଚ୍ୟୁତାନନ୍ଦ કે 12 ନକ୍ଷତ୍ର ସଙ୍ଗେ ବୃହସ୍ପତି, ଯେଉଁ ଦିନ ଯୋଗ ଜାଣ, ଯେଉଁ ଦିନ ଯୋଗ ଜାଣ ହେ ସୁଜନେ, ଯେଉଁ ଦିନ ଯୋଗ ଜାଣ ସେହି ଦିନ ଶେଷ ହେବ ଅମରୀଷ, ଏ କଥା ଅଟେ ପ୍ରମାଣ। ଶୁଣ ସୁଜନେ ଗୁଣି ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣି।
କଲେ ଦ୍ୱାଦଶ ନକ୍ଷତ୍ର ବୃହସ୍ପତି ଯେତେବେଳେ ଯୋଗ ହେବେ ସେଇଦିନ ସତ୍ୟର ଆଗମନ ହେଇଯିବ। ଗ୍ରହସ୍ଥିତି କହୁଛନ୍ତି କହିଲେ ସତ୍ୟ ଗୁରୁଙ୍କ ବଚନ ସତ୍ୟ ଯୋଗ ହେବ ସୁଜନେ ଶୁଣା ଯେ ସମସ୍ତେ କରିବେ ବ୍ରହ୍ମ କର୍ମ ସୁଜନେ ଯେ ସମସ୍ତେ କରିବେ ବ୍ରହ୍ମ କର୍ମ ସୁଜନେ ଯେ ସତ୍ୟ 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 ଗୁରୁଙ୍କ ବଚନ ସତ୍ୟ ଯୁଗ ଆସିଯିବ। ସମସ୍ତେ ବ୍ରହ୍ମ କର୍ମରେ ଲିପ୍ତ ଏବେ। ସକାଳୁ ଉଠିଲା କ୍ଷଣି ଚା ନୁହେଁ ଆଗେ ବ୍ରହ୍ମ କର୍ମ କରିବା ପାଇଁ ମନ ବଳେଇବେ। ଯେତେବେଳେ ଜାଣିବେ ସତ୍ୟ ଯୁଗ ଆଗମନ ହେଇଯାଇଛି। ଆଉ ଆଜି ତ ସମୟ ହେଇଛି ଜ୍ଞାନୀ ଗୁଣୀ ମଣ୍ଡଳୀ ଆସନ୍ତୁ ବାଣୀକି ବିରାମ ଦେବା ସେ ପ୍ରଭୁଙ୍କର ନାମ ନେଇ। କିନ୍ତୁ ତା ପୂର୍ବରୁ ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କୋଉଠି ତାର ଜନ୍ମ ହେଇଥିବ କହିଲେ ଅଲିସା ବଜାର ନାମ ବିଦ୍ୟାଧର ଗରିଷ୍ଠ ଭଗତ ସେ ଅଛି। ଆଉ ବରିଷ୍ଠ ଭକ୍ତ ସେ ଅଛି ହେ ସୁଜନେ ବରିଷ୍ଠ ଭକ୍ତ ସେ ଅଛି। ବୋଳ ଚଳରେ ପୃଥିବୀ କମ୍ପିବ ତୋ ଆଗେ କହିଲି ବାଛି ଶୁଣ ସୁଜନେ ଗୁଣୀ ବେଳ କାଳ ଆସିଲାଣି ହେ ଶୁଣ ସୁଜନେ ଗୁଣୀ। କଟକ ଜିଲ୍ଲା ବା କଟକର ଅଲିସା ବଜାରରେ ବିଦ୍ୟାଧର ନାମରେ ଜଣେ ଭକ୍ତ ଜନ୍ମ ହେଇଥିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଭକ୍ତ ତାଲିକାରେ ନାଁଟି ଲେଖିଦେଲେ। ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ତ ସମୟ ହେଇଛି ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ ନେଇ। ବୋଲା ହରି ବୋଲା ହରି ବୋଲା ବୋଲା ହରି ହରି ବୋଲା ହରି ବୋଲା ହରି ବୋଲା ବୋଲା ହରି ହରି। ଜୟ ଜଗନ୍ନାଥ ଆଦି କନ୍ଦ ମଦନ ମୁରାରୀ ଜୟ ଜଗନ୍ନାଥ ଆଦି କନ୍ଦ ମଦନ ମୁରାରୀ। ବୋଲା ହରି ବୋଲା ହରି ବୋଲା ବୋଲା ହରି ହରି ବୋଲା ହରି ବୋଲା ହରି ବୋଲା ବୋଲା ହରି ହରି। ସୁଧୀଜନୀ ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।